ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି ଏକ ନୂଆ ଇନଫର୍ମେସନ୍ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଡିସ୍କସନ୍ କରିବା ଯେଉଁଟାକି ଆପଣମାନେ ୱେଟ୍ କରିଥିଲେ ବହୁତ ଦିନ ଧରିକି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼। ଆଜି ଆଡ଼ମିଟ୍ କାର୍ଡ଼ ରିଲିଜ୍ ହେଇଯାଇଛି। ଆପଣମାନେ ୱେବସାଇଟ୍କୁ ଯିବେ। ୱେବସାଇଟ୍କି ଗଲେ ଏଇଭଳିଆ ଏକ ଇଣ୍ଟରଫେସ୍ ଶୋ କରିବ। ଶୋ କରିସାରିଲା ପରେ ଆପଣମାନେ ଯେଉଁଟା ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ ଲେଖା ହେଇଥିବ ସେଇଠି କ୍ଲିକ୍ କରିବେ। କ୍ଲିକ୍ କରି ସାରିଲା ପରେ ଆପଣମାନେ କ୍ଲିକ୍ କରି ସାରିଲା ପରେ ଆପଣମାନେ ନେକ୍ସଟକୁ ଯିବେ। ନେକ୍ସଟରେ ଯେଉଁଟାକି ଏଇଭଳିଆ ଇଣ୍ଟରଫେସ୍ ଶୋ କରିବ। ଏଇଭଳିଆ ଇଣ୍ଟରଫେସ୍ ଶୋ କଲେ ଆପଣମାନେ ଆପଣଙ୍କର ରୋଲ୍ ନମ୍ବର ତ ସେଇଠି ନା ନଥିବ, କି ରୋଲ୍ ନମ୍ବର ଥିଲେ ବି ଆପଣମାନେ ରୋଲ୍ ନମ୍ବର ଇଏ କରନ୍ତୁ, ନହେଲେ ଆପ୍ଲିକେସନ୍ ନମ୍ବର ଦେଲେ ବି ଆପଣଙ୍କୁ ଚଳିଯିବ। ଆପ୍ଲିକେସନ୍ ନମ୍ବର ଦିଅନ୍ତୁ, ବେଷ୍ଟ ହେବ। ଆପ୍ଲିକେସନ୍ ନମ୍ବର ଦେଇ ସାରିଲା ପରେ ଡେଟ୍ ଅଫ୍ ବାର୍ଥଟା ଦେବେ। ଡେଟ୍ ଅଫ୍ ବାର୍ଥଟା ବହୁତ ପିଲାଙ୍କର ଡାଉଟ୍ ଅଛି, ଯେଉଁଟାକି ଡେଟ୍ ଅଫ୍ ବାର୍ଥ ମନେକର ଜଣେ କ୍ୟାଣ୍ଡିଡେଟ୍ର 1/2/2002 ଅଛି। ତା ମାନେ ସେ ଏଇ ଡେଟ୍ ଅଫ୍ ବାର୍ଥ ଏଣ୍ଟ୍ରିରେ ସେମାନେ ଟାଇପ୍ କରିପାରିବେ 01/02/2002 ଏଇଭଳିଆ ଏଣ୍ଟ୍ରି କରିକି ଆପଣମାନେ କ୍ୟାପ୍ଚା ଦେବେ। କ୍ୟାପ୍ଚା ଦେଇ ସାରିଲା ପରେ ନେକ୍ସଟ ପେଜ୍ ଗୋଟେ ଇଣ୍ଟରଫେସ୍ ଏଇଭଳିଆ ଇଣ୍ଟରଫେସ୍ ଖୋଲିବ। ଏଇ ଇଣ୍ଟରଫେସ୍ରେ ଆପଣମାନେ ଯେଉଁ ଆଡ଼ମିଟ୍ କାର୍ଡ଼ ଅଛି, ସେ ଆଡ଼ମିଟ୍ କାର୍ଡ଼ ଅଛି ଏ 3 ଲାଇନ୍ରେ ଆପଣମାନେ କ୍ଲିକ୍ କରିବେ। 3 ଲାଇନ୍ରେ କ୍ଲିକ୍ କରିସାରିଲା ପରେ ନେକ୍ସଟକୁ ଆପଣ ଯିବେ, ଯେଉଁଟାକୁ ଏଇଭଳିଆ ଇଣ୍ଟରଫେସ୍ ଶୋ କରିବ। ଏଇଭଳିଆ ଡିଟେଲ୍ସ ପ୍ରୋସେସ୍ ବାଇ ଆପଣମାନଙ୍କୁ ମୁଁ ଏକ୍ସପ୍ଲେନ୍ କରୁଛି। ଏଇଭଳିଆ ପ୍ରୋସେସ୍ ଶୋ କରିବ। ଶୋ କରିସାରିଲା ପରେ ତଳେ ଲାଷ୍ଟକୁ ତଳକୁ ଯିବେ। ତଳକୁ ଯାଇ ସାରିଲା ପରେ ଆଡ଼ମିଟ୍ କାର୍ଡ଼ ଲେଖା ହେଇଥିବ। ଗ୍ରୀନ୍ରେ ଆଡ଼ମିଟ୍ କାର୍ଡ଼ ଲେଖା ହେଇଥିବ, ଆଉ ଉପରେ ଯେଉଁ ସେଣ୍ଟର ପଡ଼ିଥିବ ସେଇଟା ଲେଖା ହେଇଥିବ। ତାପରେ ସେଇଠି ଆଡ଼ମିଟ୍ କାର୍ଡ଼ର କ୍ଲିକ୍ କରିସାରିଲା ପରେ ଆପଣ ଏଇଭଳିଆ ଗୋଟେ PDFଟା ଡାଉନଲୋଡ଼ ହେଇଯିବ। এই PDFଟା ଡାଉନଲୋଡ଼ ହେଇଯିବ। এই PDFଟା ଡାଉନଲୋଡ଼ ହେଇଯିବ। ଆପଣମାନେ ଚେକ୍ କରନ୍ତୁ କେଉଁ ଡେଟ୍ରେ ପଡ଼ିଛି ଆଉ କେତେ ଟାଇମ୍ରେ। ସେଇ ଅନୁସାରେ ଆପଣମାନେ ଆଗତୁରା ଗୋଟେ ଘଣ୍ଟା ପୂର୍ବରୁ ଆପଣମାନେ ସେଣ୍ଟରକୁ ରିଚ୍ କରନ୍ତୁ, ଯାହାଫଳରେ କି ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଆଉ ଡକୁମେଣ୍ଟ କଥା କହିବାକୁ ହେଲେ ଡକୁମେଣ୍ଟଟା ଆପଣ ଆଧାର କାର୍ଡ଼ ନେଇଥିବେ, ଆପଣ ପାନ୍ କାର୍ଡ଼ ବି ନେଇଥାନ୍ତୁ ସାଙ୍ଗରେ, ଆଉ ୱାଟର ବଟଲ୍ ନେଇଥାନ୍ତୁ। ଯଦି ଆଡ଼ମିଟ୍ କାର୍ଡ଼ରେ ଯଦି ଫଟୋ ଭିଜିବଲ୍ ହେଉନି ଦେନ୍ ୟୁ କ୍ୟାନ୍ ଫଟୋ ମଧ୍ୟ ନେଇପାରିବ। ଆଉ ବହୁତ କମ୍ ଦିନ ଅଛି। ଆପଣମାନେ ଜଲ୍ଦି ଯାଇକି ମକ୍ ଟେଷ୍ଟ ଦିଅନ୍ତୁ। ବରଂ ସବୁଦିନ ଯେତେ ଦିନ ଅଛି ଆପଣମାନଙ୍କର ପାଖରେ ସେତେ ଦିନ ଆପଣଙ୍କର ମକ୍ ଟେଷ୍ଟଟା ପ୍ରିପାରେସନ୍ କରନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ।